ବର୍ତ୍ତମାନ ମୁଁ ଆପଣଙ୍କୁ କହିଥିଲି ଯେ ମୁଁ ଡିସାଇଡ଼୍ କରିକି ଭାବିକି କହିବି ଯେ ଆମର କ'ଣ ରଖିବା, ବିକଜ୍ ମୁଁ କନଫ୍ୟୁଜନ୍ରେ ଥିଲି ଯେ ବର୍ତ୍ତମାନ ଭିଡ଼ିଓର ନିଚ୍ କ'ଣ ରହିବ, କାହିଁକିନା ଷ୍ଟୋରି ଅଫ୍ ଦ କମେଣ୍ଟ ମ୍ୟାନ୍ ଅଲରେଡ଼ି ଚାଲିଛି ଆଣ୍ଡ ସିଏ ଚାଲିବ, ସେଥିରେ କିଛି ପ୍ରୋବ୍ଲେମ୍ ନାହିଁ। ବଟ୍ ସବୁଦିନ ଭିଡ଼ିଓ ତ ବନେଇ ହେବାର କିଛି ଗ୍ୟାରେଣ୍ଟି ନାହିଁ, ତ ସେଇ ତା ବ୍ୟତୀତ ତା ବଦଳରେ ଆଉ କ'ଣ କରାଯାଇପାରିବ। ତ ସେ ଅନୁସାରେ ଜଷ୍ଟ ବର୍ତ୍ତମାନ ଭିଡ଼ିଓ ବନେଇବାର ଜଷ୍ଟ 5-10 ମିନିଟ୍ ପୂର୍ବରୁ ଜଷ୍ଟ ଭାବୁଥିଲି, ମାଇଣ୍ଡରେ ସଡନ୍ ଷ୍ଟ୍ରାଇକ୍ କଲା ଜିନିଷ ଏଇଆ ହେଉଛି କ'ଣ, ବିକଜ୍ ମୋ ଚ୍ୟାନେଲ୍ ନାଁ ହେଉଛି ଜର୍ଣ୍ଣି ଟୁ 1 ବିଲିୟନ୍, ହଁ ନା ନାହିଁ। ତ ଯେହେତୁ ବିଲିୟନ୍ ମାନେ ଗୋଲ୍ ବହୁତ ବଡ଼ ଅଛି, ବହୁତ ଜିନିଷ ଆଚିଭ୍ କରିବାର ଅଛି, ଆଣ୍ଡ ଯେହେତୁ ଗୋଟେ ବିଗ୍ ଆଚିଭ୍ କରିବାର ଅଛି, ତ ବିଗ୍ ଆଚିଭ୍ କରିବା ପାଇଁ ହେଲେ ବର୍ତ୍ତମାନ ତୁମର ମଡ଼ର୍ଣ୍ଣ ଟେକ୍ନୋଲୋଜି, ମଡ଼ର୍ଣ୍ଣ ଜିନିଷକୁ ନେଇକି ଚାଲିବା ଦରକାର। ତ ମଡ଼ର୍ଣ୍ଣ ଟେକ୍ନୋଲୋଜି ଇନ୍ ଦ ସେନ୍ସ କ'ଣ, ବର୍ତ୍ତମାନ ଟାଇମ୍ର ସବୁଠୁ ନ୍ୟୁ ବା ଯେଉଁଟା ଟ୍ରେଣ୍ଡିଂରେ ଅଛି ବା ଯେଉଁଟାର ଫ୍ୟୁଚର୍, ଯେଉଁଟାରେ ବା ଇନ୍ ଫ୍ୟୁଚର୍ରେ ଗୋଟେ ବେଟର୍ ଗ୍ରୋଥ୍ ଦେଖାଯାଉଛି, ସେଇଟା ହେଉଛି AI, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ। ତ ଟ୍ରାଏ କରିବା ଆମେ AI ରିଲେଟେଡ଼୍ ହଉ, AIକୁ ବେସ୍ କରିକି ହଉ କିଛି ଜିନିଷ ହଉ, বা ହାଉ ଟୁ ୟୁଜ୍ AI, বা AIକୁ କେମିତି ତୁମ ପ୍ରାକ୍ଟିକାଲ୍ ଲାଇଫ୍ରେ ୟୁଟିଲାଇଜ୍ କରିପାରିବ, বা AIକୁ ନେଇକି କିଛି ନୂଆ ଇନୋଭେସନ୍, କିଛି ବିଜନେସ୍ ଆଇଡ଼ିଆ। ତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ବିଜନେସ୍ ଆଉ କମନ୍ ମ୍ୟାନ୍ ଷ୍ଟୋରି, ଆଇ ଥିଙ୍କ୍ ତିନିଟାକୁ ମର୍ଜ କରିପାରେ। ବଟ୍ ହଁ, ଚାନ୍ସେସ୍ ଅଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସଟାକୁ ଆଡ଼୍ କରାଯିବ, ବିକଜ୍ ଯେହେତୁ ଗୋଲ୍ ଟିକେ ବଡ଼ ଅଛି, ଯେହେତୁ ତେଣୁକରି ଆମକୁ ଟିକେ ବ୍ରଡ୍ ମାଇଣ୍ଡେଡ଼୍ରେ ହେଇକି ଜିନିଷ ଆନାଲିସିସ୍ କରିବାକୁ ପଡ଼ିବ, ଭାବିବାକୁ ପଡ଼ିବ। ତେଣୁ ମେ ବି ଆଉ ଜଣେ ଦୁଇ ଜଣଙ୍କୁ କନସଲ୍ଟ କରିପାରେ ବା ପଚାରିପାରେ ଯେ ହଁ କ'ଣ କଣ୍ଟେଣ୍ଟ ରହିବ। ବଟ୍ ମୋଷ୍ଟ ପ୍ରୋବାବଲି ବିକଜ୍ ମୋ ମାଇଣ୍ଡରେ ଥିଲା ଅଲରେଡ଼ି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ରିଗାର୍ଡ଼ିଂ ବନେଇବା ପାଇଁ, ତ ବିକଜ୍ ଷ୍ଟୋରି ଅଫ୍ ଦ କମନ୍ ମ୍ୟାନ୍ ଆଉ ଏଇଟାକୁ ଦୁଇଟାକୁ ମର୍ଜ କଲା ବେଳକୁ ଜିନିଷ ୱାର୍କଆଉଟ୍ ହେବ କି ନିଚ୍ ଅଲଗା ଭ୍ୟାରି କରିଯାଉଛି, ଡିଫରେଣ୍ଟ ହେଇଯାଉଛି। ବଟ୍ ମୁଁ ଟିକେ କନଫ୍ୟୁଜନ୍ରେ ରହୁଛି। ବଟ୍ ବଟ୍ ଚାନ୍ସେସ୍ ଅଛି ଭାବୁଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବନେଇବା ପାଇଁ, ବିକଜ୍ ଆର ଗୋଟେ ଫ୍ୟୁଚର୍ ଅଛି, ବା ଏବେ ନୂଆ କି ଜିନିଷ ଚାଲିଛି। ଆଣ୍ଡ ବର୍ତ୍ତମାନ ଆପଣ ଯେଉଁ ଫୋନ୍ ବର୍ତ୍ତମାନ ୟୁଜ୍ କରୁଛନ୍ତି, ସେଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଡ଼୍ ହେଇକି ଆସୁଛି। ତ ଅଧିକ ଚାନ୍ସେସ୍ ଅଛି ସେଇଟା ବର୍ତ୍ତମାନ କିଛି ବର୍ଷ ପରେ ସେ ମାର୍କେଟ୍ ନେଇଯିବ, ବା ଗୋଟେ ଟପ୍ ପୋଜିସନ୍ରେ ଅଲରେଡ଼ି ଆସିଯାଇଥିବ, ପହଞ୍ଚି ଯାଇଥିବ। ତେଣୁକରି ଏଇ ରିଗାର୍ଡ଼ିଂ ଆଇ ଥିଙ୍କ୍ ଭିଡ଼ିଓ ବନେଇବା ବା ଲୋକଙ୍କୁ ଆୱେର୍ କରିବା ବା ଜିନିଷ ବନେଇବା ଆଇ ଥିଙ୍କ୍ ଟିକେ ବେଟର୍, ଆଇ ଥିଙ୍କ୍ ୱାର୍କଆଉଟ୍ ହେବ ବା ଭଲ ଚାଲିବ, ବା ସ୍ୱପ୍ନ ଯାହା ଅଛି ଯେ ଜର୍ଣ୍ଣି ଟୁ 1 ବିଲିୟନ୍, ବିକଜ୍ ଗୋଲ୍ ଯେହେତୁ ବଡ଼ ଅଛି, ତେଣୁ ସେ ଅନୁସାରେ କିଛି ୟୁନିକ୍ ଜିନିଷ କିଛି ଆଡ଼୍ କରିବା ଆଇ ଥିଙ୍କ୍ ଦରକାର। ତ ମୁଁ ଭାବୁଛି ଏଇ ଜିନିଷଟା ବନେଇବାଟା ଆଇ ଥିଙ୍କ୍ ବେଟର୍ ରହିବ। ତ ଜଣେ ଦୁଇ ଜଣଙ୍କୁ କନସଲ୍ଟ କରିବା, ଜଣେ ଦୁଇ ଜଣଙ୍କ ସହିତ ସାଙ୍ଗମାନଙ୍କ ସହିତ କଥା ହେବି, ଦେନ୍ ଆଇ ଥିଙ୍କ୍ ଡିସାଇଡ଼୍ କରିବି ବେଟର୍ ରହିବ। ୟା ଫିର୍ ଯଦି ଆପଣଙ୍କ ମାଇଣ୍ଡରେ କିଛି ସଜେସନ୍ ଅଛି, ବା ଆପଣଙ୍କ ମାଇଣ୍ଡରେ ନଜରରେ କିଛି ଅଛି, କିଛି ଆପଣ ସଜେସନ୍ କରିବା ପାଇଁ ଚାହୁଁଛନ୍ତି, ତ ନିହାତି କରନ୍ତୁ ଯେ ଏଇ ଡିସିସନ୍ଟା କେମିତି ରହିବ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ହଉ, କିଛି ଟେକ୍ନୋଲୋଜିକାଲ୍ ଜିନିଷ ହଉ, ତାକୁ ମର୍ଜ କରିକି କମନ୍ ମ୍ୟାନ୍ ଷ୍ଟୋରି ସହିତ ଲିଙ୍କେଜ୍ କରିକି ବନେଇବାଟା ଆକ୍ଚୁଆଲି ଠିକ୍ ରହିବ ନା ନାଇଁ, ମୁଁ ଆପଣଙ୍କ ଉପରେ ଛାଡ଼ି ଦେଉଛି। ଆପଣ ଆଶା କରୁଛି ଆପଣ କିଛି ଗାଇଡ଼୍ କରିବେ, ନିହାତି କିଛି ବେଟର୍ ସଜେସନ୍ ଦେବେ, ୟା ଫିର୍ ଆପଣଙ୍କ ମାଇଣ୍ଡରେ କ'ଣ ଚାଲିଛି। ଯେହେତୁ ଗାଁରେ ରହିଯାଉଛି ନା, ତ ଭିଡ଼ିଓ ବନେଇ ପାରୁନି, ତ ସବୁଦିନ ଭିଡ଼ିଓ ବନେଇ ହେବ ନ ହେବ କିଛି ଟିକେ ଡାଉଟ୍ ରହୁଛି। ତ ଆଇ ଥିଙ୍କ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ବିଜନେସ୍ ଆଇଡ଼ିଆ, ଯେଉଁମାନେ ସକ୍ସେସଫୁଲ୍ ଅଛନ୍ତି ତାଙ୍କର କିଛି ଇନୋଭେସନ୍, ୟା ଫିର୍ ସେମାନେ କେମିତି ସକ୍ସେସ୍, କ'ଣ ତାଙ୍କ ମାଇଣ୍ଡ ସେଟ୍ କ'ଣ ଥିଲା, ହ୍ୱାଟ୍ ଇଜ୍ ଦେୟାର ମାଇଣ୍ଡ ସେଟ୍, ସେଇ ଜିନିଷରେ ଆଉ ଆମର କମନ୍ ମ୍ୟାନ୍ ଷ୍ଟୋରି ଯେମିତି ଅଛି। ତ ଏଇ ସବୁକୁ ନେଇକି ବୋଧେ ହିଁ ମୁଁ ଚ୍ୟାନେଲ୍ଟା କରିବି ବୋଲିକି ଭାବୁଛି। ଦେଖାଯାଉ କ'ଣ ହେବ, ବହୁତ ଜଲ୍ଦି ଆପଣଙ୍କୁ ଅପଡ଼େଟ୍ କରିଦେବି ନିହାତି ଭାବରେ।